ଈଶ୍ୱରଙ୍କୁ ଗ୍ରହଣ କରିଥିବା ଯୁବା ଯୁବତୀ ଦାସ ଦାସୀ ପ୍ରତ୍ୟେକଙ୍କୁ ଏହି ନୂତନ ବର୍ଷର ଅଭିନନ୍ଦନ। ହାପି ନ୍ୟୁ ଇୟର। ଆପଣମାନଙ୍କୁ ଏବଂ ମୋତେ ପରମେଶ୍ୱର ବହୁତ ସୁନ୍ଦର ଭାବରେ ଏହି 2025କୁ ଆଣିଅଛନ୍ତି। ପରମେଶ୍ୱର ଆପଣମାନଙ୍କୁ ମଧ୍ୟ ଆଣିଅଛନ୍ତି ବୋଲି ମୋର ଆଶା। ବିଶେଷତଃ ଆମମାନଙ୍କର ଆଚରଣ ଏହି 2025ରେ କେଉଁ ଭଳିଆ ହେବା ଦରକାର। ତ ଆଜି ଆମମାନଙ୍କୁ ଅନେକ ମରଣ ମୁଖ ଠାରୁ ଉଦ୍ଧାର କରିକି ପରମେଶ୍ୱର ଏହି 2025କୁ ଆମମାନଙ୍କୁ ଯିବା ନିମନ୍ତେ ସୁଯୋଗ ଦେଇଅଛନ୍ତି। ସେ ସୁଯୋଗର ସଦ୍ବ୍ୟବହାର ଆମମାନଙ୍କୁ କେଉଁ ଭଳିଆ କରିବା ପାଇଁ ପଡ଼ିବ, ତାହା ଆମମାନଙ୍କ ଜୀବନରେ ପରମେଶ୍ୱର ଆମମାନଙ୍କୁ ବାକ୍ୟ ଦ୍ୱାରା କ'ଣ କୁହନ୍ତି, ତାହା ଆଜି ଆମମାନଙ୍କୁ ଚାଲ ଆଜି ଆମେ ଦେଖିବା। ବାକ୍ୟ ଯଦି ପଠନ କରିବା, ଯଦି ଆଉ ରୋମିଓ 13 ପର୍ବ 12 ପଦରେ ଏହିପରି ଲେଖାଯାଇଅଛି, ରାତ୍ରି ପାହାନ୍ତା ଦିବସ ସନ୍ନିକଟ। ଆସ ଆଜି ଆମମାନେ ଅନ୍ଧକାରର ବିଷୟ ଗୁଡ଼ାକ ପରିତ୍ୟାଗ କରିକି ଆଲୋକର ସଜ୍ଜା ପରିଧାନ କର ବୋଲି ବାକ୍ୟ କହେ। ପରମେଶ୍ୱର କୁହନ୍ତି ଆଜି ଆମମାନଙ୍କୁ କ'ଣ କରିବାକୁ ପଡ଼ିବ ନା ଅନ୍ଧକାରର ବିଷୟ ଗୁଡ଼ାକ ପରିତ୍ୟାଗ କରିବାକୁ ପଡ଼ିବ। ପ୍ରିୟମାନେ, ଅନ୍ଧକାରର ବିଷୟ ଗୁଡ଼ାକ କ'ଣ ନା ଆଜି ଆମେ କେତେଜଣ ଅଛୁ ନା ନୂତନ ବର୍ଷ ପାଇଲୁ ବୋଲି ନୂଆ ନୂଆ ଡ୍ରେସ୍, ନୂଆ ଷ୍ଟାଇଲ, କ୍ରାଚ୍ ବ୍ୟାଣ୍ଡ, ଏଇଗୁଡ଼ାକ ପ୍ରତ୍ୟେକ ଗୁଡ଼ାକ ଆମମାନଙ୍କ ଜୀବନରେ ଅଛି। ପରମେଶ୍ୱର ସେଟା ଚାହାନ୍ତି ନାହିଁ। ପ୍ରିୟମାନେ, ପରମେଶ୍ୱର ଚାହାନ୍ତି ନିଜ ହୃଦୟକୁ ପରିଷ୍କାର କରିବା ନିମନ୍ତେ। ଆଜି ଆମମାନେ କ'ଣ ଆଉ ଏହି 2025କୁ ପାଇଥିବା ହେତୁ ଆଜି ଆମମାନଙ୍କୁ କ'ଣ କରିବାକୁ ପଡ଼ିବ ନା ଆଜି ଆମମାନଙ୍କ ହୃଦୟ ସଫା କରିକି ବା ନୂତନ ଭାବରେ ଆମମାନଙ୍କର ଆଚରଣ କରିବାକୁ ପଡ଼ିବ। ତାହା ପରମେଶ୍ୱର ଆମମାନଙ୍କ ଜୀବନରୁ ଚାହାନ୍ତି। ତ ଆଜି ଆମମାନେ ସେହି ନୂତନ ଦିବସକୁ ପାଇଥିବା ହେତୁ ଆଜି ଆମମାନଙ୍କ ଜୀବନକୁ ମଧ୍ୟ ନୂତନ ଭାବରେ ପ୍ରଭୁ ଯୀଶୁଙ୍କର ଆଚରଣ ଯେପରି ଥିଲା, ତୁମମାନଙ୍କ ମଧ୍ୟ ଆଚରଣ ସେହିପରି ହଉ ବୋଲି ଫିଲିପିଓ 2:5 ପଦରେ ବାକ୍ୟ ପରମେଶ୍ୱର ଆମମାନଙ୍କୁ କୁହନ୍ତି। ସେଇଭଳି ଆମମାନଙ୍କ ଜୀବନ ଆଚରଣ କରିବାକୁ ପଡ଼ିବ। ଅନ୍ଧକାରର ବିଷୟ ଗୁଡ଼ାକ ପରିତ୍ୟାଗ କରିବାକୁ ପଡ଼ିବ। ବ୍ୟଭିଚାର, ବିଭିନ୍ନ ପ୍ରକାର ରଙ୍ଗରସ, ମତ୍ୟତା, ଅନେକ ଅଛି ଆଜ୍ଞା, ହିଂସା, ଏଗୁଡ଼ାକ କହିଲେ ମଧ୍ୟ ସଂସାରର ବିଷୟ ସରିବ ନାହିଁ। ସେଇ ମଧ୍ୟରୁ ଆମମାନଙ୍କୁ ସେଇ ଆଲୋକର ସଜ୍ଜା ଗୁଡ଼ାକ ବା ଆଲୋକର କାର୍ଯ୍ୟ ଗୁଡ଼ାକ ଆମମାନଙ୍କୁ କରିବାକୁ ପଡ଼ିବ। ତାହେଲେ ପରମେଶ୍ୱର ଆମମାନଙ୍କ ପ୍ରତ୍ୟେକ ସମୟରେ ଆଶୀର୍ବାଦ କରିବେ ବା ଅନନ୍ତ ଜୀବନ ଦିଅନ୍ତି। ତ ଆଜି ଆମମାନଙ୍କର କ'ଣ ଅଟେ ନା ନୂତନ ବର୍ଷରେ ଆଜି ଆମମାନଙ୍କର ଜୀବନ ଯାହା 2024ରେ ଯାହା କରିଥିଲୁ 25ରେ ମଧ୍ୟ ସେହିପରି ଆମମାନଙ୍କର ଆଚରଣ ନ ହଉ। ତ ଆଜି ଆମମାନଙ୍କର ଜୀବନ କ'ଣ ନା ପରମେଶ୍ୱର ଆମମାନଙ୍କୁ ରଖିଅଛନ୍ତି ବା ଜୀବିତ ଭାବରେ ଅନେକ ମୃତମାନଙ୍କ ମଧ୍ୟ ଜୀବିତ ରଖିଅଛନ୍ତି। ଆଜି ଆମମାନଙ୍କ ଜୀବନରେ କେଉଁ ଭଳିଆ ଆଚରଣ କରିବାକୁ ପଡ଼ିବ, ତାହା ଆଜି ଆମମାନଙ୍କର ଆଚରଣ କରିବାକୁ ପଡ଼ିବ ବା ତାହା ଆମମାନଙ୍କୁ ଖୋଜିବାକୁ ପଡ଼ିବ। ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ମୁଁ ଆଜି ଏହି ଦିବସ ପାଇଅଛି। ଆଉ ଏହି ଦିବସରେ ମୁଁ ପରମେଶ୍ୱର ମୋ ଦ୍ୱାରା କ'ଣ କରିବା ପାଇଁ ଚାହାନ୍ତି, ପରମେଶ୍ୱର କ'ଣ କୁହନ୍ତି ମୋତେ, ତାହା ଆଜି ଆମମାନଙ୍କୁ ଆଚରଣ ବା ତାହା ଖୋଜିବାକୁ ପଡ଼ିବ ବା ଉତ୍ତମ କାର୍ଯ୍ୟ କରିବାକୁ ପଡ଼ିବ। ତହିଁରେ ପରମେଶ୍ୱର ଆମମାନଙ୍କୁ ପ୍ରତ୍ୟେକ ସମସ୍ୟା ଅସୁବିଧା ଠାରୁ ଆମମାନଙ୍କୁ ଉଦ୍ଧାର କରନ୍ତି। ତ ସେ ଆମମାନଙ୍କୁ ସେଇ ହସ୍ତ ବଢ଼ାନ୍ତି, ଦୁର୍ବଳ ସମୟରେ ସେ ସବଳ କରାନ୍ତି ଆମମାନଙ୍କୁ। ତ ନୂତନ ବର୍ଷରେ ଆଜି ଆମମାନଙ୍କ ଜୀବନ ପ୍ରାଣ ବଞ୍ଚି ଅଛି, ଏ ଦୁଷ୍ଟ ଶରୀର ମଧ୍ୟରେ ଜୀବିତ ଅଛୁ, ତା ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା, ପରମେଶ୍ୱରଙ୍କ ଆଶୀର୍ବାଦ ଦ୍ୱାରା ଆଉ ଦୟା ହେତୁ ଆମେମାନେ ଏ ଜଗତରେ ଅଛୁ। ଆଜି 2025କୁ ଦେଖିଅଛୁ ବା ପାଇଅଛୁ। ଆମମାନଙ୍କ ଜୀବନରେ କେଉଁ ଭଳିଆ ଆଜି ଆମମାନେ ଆଉ ଆଚରଣ କରିବା ଦରକାର, ପରମେଶ୍ୱର କ'ଣ କହନ୍ତି ଆଜି ଆମମାନଙ୍କ ଜୀବନରେ। ଯଦି ଆମେ ରୋମିଓ 12:2ରେ ଦେଖିବା, ସେଠି ଲେଖା ହେଉଛି, ବର୍ତ୍ତମାନ ଯୁଗର ଅନୁରୂପୀ ନ ହୋଇ ଈଶ୍ୱରଙ୍କର ଯେଉଁ କାର୍ଯ୍ୟରେ ପରମେଶ୍ୱର ଆଉ ଚାହାନ୍ତି ନୂତନ କାର୍ଯ୍ୟରେ, ସେଇ କାର୍ଯ୍ୟରେ ଗୁଡ଼ାକ ଆମେ କ'ଣ କରିବାକୁ ପଡ଼ିବ, ଆଚରଣ କରିବା ପାଇଁ ପଡ଼ିବ। ବର୍ତ୍ତମାନ ଯୁଗରେ ଯିବା ଯଦି ତାହେଲେ ଆଜ୍ଞା ଆଜି ଆମମାନଙ୍କ ଜୀବନ ନଷ୍ଟ ହେବ। ତ
ଆଜି ଆମମାନଙ୍କର ସମୟ ଅଛି। ତ ଆଜି ଆମମାନ ପରିବର୍ତ୍ତନ ହେବାର ବିଷୟ, ପରିବର୍ତ୍ତନ ହେବା ଏ ଅନୁଗ୍ରହ ଯୁଗରେ ଆଜି ଆମମାନଙ୍କ ଯଦି ଅଭିଶାପ ଆସେ ତାହେଲେ ଦୁଃଖର କାରଣ ପ୍ରିୟମାନେ। ତ ଆଜି ଆମମାନେ କ'ଣ କରିବାକୁ ପଡ଼ିବ ନା ଆମେ ପରିବର୍ତ୍ତନ ହେବାକୁ ପଡ଼ିବ। ଆଜି ହିଁ ପରିବର୍ତ୍ତନ ହେବାକୁ ପଡ଼ିବ ଯେ ମୁଁ 2025କୁ ପାଇଅଛି। 2025ରେ ମୋ ଜୀବନ କେଉଁ ଭଳି ଆଚରଣ କରିବାକୁ ପଡ଼ିବ, ପରମେଶ୍ୱର ମୋତେ କ'ଣ ପାଇଁ ରଖିଅଛନ୍ତି ଜଗତରେ ଦେଖିବା ପାଇଁ ଦେଇଅଛନ୍ତି, ସେଇ ବିଷୟକୁ ଆମେ ଧ୍ୟାନ କରିବାକୁ ପଡ଼ିବ। ତାହେଲେ ପରମେଶ୍ୱର ଆମମାନଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତି। ପ୍ରଭୁ ହାଲେଲୁୟା। ରହିଲୁ ଭାଇ। ରହିଲୁ।